ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦେବ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ଜାଣିବା ଦଶମ ଶ୍ରେଣୀର ଗଦ୍ୟ ବିଭାଗ ଜନ୍ମଭୂମି ପାର୍ଟ 2, ଯାହାର ଆମେ ପାର୍ଟ 1 ଆଲୋଚନା କରିସାରିଛି। ଚାଲନ୍ତୁ ଆଜି ଜାଣିବା ତାର ପାର୍ଟ 2, 25ଟି MCQ ପ୍ରଶ୍ନର ଉତ୍ତର ଓ କିଛି ସର୍ଟ ନୋଟ୍ ମଧ୍ୟ ଜାଣିବା ଓ ବହିରେ ଥିବା କିଛି କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପାଇପାରିବା। ରାଜନୀତିରେ ଭାଗ ନେଇଥିବା ଲୋକମାନେ ତାଙ୍କର ମନସ୍ଥିତି କେମିତି ନା ପୁଷ୍ପିତ ପଲାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହାବର ରକ୍ତ, ଆନତ କୃଷ୍ଣ ଚୂଡ଼ାରେ ଅନାଗତ ଯୁଗର ରକ୍ତ କୀର୍ତ୍ତନ ସେମାନେ ଦେଖିଥାନ୍ତି, ଯାହା ବହିରେ କୁହାଯାଇଛି। ନିଡ଼ାଘର ନିରାଟ ଝାଞ୍ଜିରେ ଲଙ୍ଗଲ ମୁନରେ କାହାର ବକ୍ଷ ଚିରି ସମସ୍ତେ ନୂଆ ମେଘକୁ ଚାହିଁ ରହିଥାନ୍ତି ନା ଧରଣୀର। ଏଥିରେ ଆଉ ଗୋଟେ ପ୍ରଶ୍ନ ହେଇପାରିବ, ନିଦାଘର ନିରାଟ ଝାଞ୍ଜିରେ କାହା ସହାୟତାରେ ଧରଣୀର ବକ୍ଷ ଚିରି ସମସ୍ତେ ନୂଆ ମେଘକୁ ଚାହିଁ ରହିଥାନ୍ତି ନା ଲଙ୍ଗଲ ମୁନରେ। ରଜ ପର୍ବ ଆରମ୍ଭ ସିକ୍ତ ଭୂମିର ସୁଗନ୍ଧ ଓ ବନ୍ୟଜ୍ୟୋତିର ପରିମଳରେ। এটা କେମିତି ପ୍ରଶ୍ନ ହେଇପାରିବ, ରଜ ପର୍ବର ଆରମ୍ଭ କିପରି ହୋଇଥାଏ ନା ସିକ୍ତ ଭୂମିର ସୁଗନ୍ଧ ଓ ବନ୍ୟଜ୍ୟୋତିର ପରିମଳରେ ରଜ ପର୍ବ ଆରମ୍ଭ ହୋଇଥାଏ। କେଉଁ ସମୟରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇ ପଡ଼ନ୍ତି? ତାର ଉତ୍ତର ହେବ, ରଜ ପର୍ବ ସମୟରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇଥାନ୍ତି। ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ। ଏହା କହିବାର ଉଦ୍ଦେଶ୍ୟ ହେଲା, ଯେତେବେଳେ ରଜ ପର୍ବ ସରିଯାଏ ସେତେବେଳେ କୃଷକମାନେ ଚାଷ କରିବାରେ ମାତି ଯାଆନ୍ତି ବା ସେହି ସମୟଟା ଚାଷ କରିବା ପାଇଁ ଉପଯୋଗୀ ସମୟ ହୋଇଥାଏ। ସେହି ସମୟରେ ବର୍ଷା ମଧ୍ୟ ହୋଇଥାଏ। କେଉଁ ସମୟରେ ଗ୍ରାମଭୂମି ଗୁଡ଼ିକ ସ୍ୱର୍ଣ୍ଣ ଶୀର୍ଣ୍ଣ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ? କେଉଁ ସମୟରେ ନା ହେମନ୍ତ ଋତୁରେ। ପ୍ରାବନ୍ଧିକଙ୍କ ମତରେ ତାଙ୍କର ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ କେଉଁ ଶକ୍ତିର ଅଭାବ ରହିଛି? ନୈତିକ ଶକ୍ତିର ଅଭାବ ରହିଛି। ଏଠାରେ ଆଉ ଗୋଟେ ପ୍ରଶ୍ନ ହେଇପାରିବ, ପ୍ରାବନ୍ଧିକଙ୍କ ମତରେ ତାଙ୍କ ପାଖରେ କେଉଁ ଶକ୍ତିର ଅଭାବ ନଥିଲା? ଭୌତିକ ଶକ୍ତିର ଅଭାବ ନଥିଲା, ମାତ୍ର କେଉଁ ଶକ୍ତିର ଅଭାବ ଥିଲା? ନୈତିକ ଶକ୍ତିର ଅଭାବ ଥିଲା। ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ ନୁହେଁ। ଏଠାରେ ମଧ୍ୟ ଗୋଟେ ପ୍ରଶ୍ନ ହେଇପାରିବ, କାହାକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ ନୁହେଁ? ମନୁଷ୍ୟକୁ ସବୁବେଳେ କେଉଁ ଜୀବ ବୋଲି କହିବା ଉଚିତ ନୁହେଁ? ଯୁକ୍ତିବାଦୀ ଜୀବ ବୋଲି କହିବା ଉଚିତ ନୁହେଁ। ଏମିତି ପ୍ରଶ୍ନ ହେଇପାରିବ, ଏ ସର୍ଟ ନୋଟ ମାଧ୍ୟମରେ ଆପଣମାନେ ଜାଣିପାରିବେ। ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ ଅଟେ। ଏଠାରେ ମଧ୍ୟ ପ୍ରଶ୍ନ ହେଇପାରିବ, ମନୁଷ୍ୟ ବହୁ ପରିମାଣରେ କାହାର ଦାସ ଅଟେ? ଗତାନୁଗତିକତାର ଦାସ ଅଟେ। କିଏ ବହୁ ପରିମାଣରେ ଗତାନୁଗତିକତାର ଦାସ ଅଟେ? ମନୁଷ୍ୟ। ଏପରି ମଧ୍ୟ ତାକୁ ଉଲ୍ଟେଇକି ପ୍ରଶ୍ନ ମଧ୍ୟ ପଚରା ଯାଇପାରିବ। ଆଭିଜାତ୍ୟର ଚିହ୍ନ କାହାକୁ କୁହାଯାଏ? ନେକ୍ଟାଇଟକୁ କୁହାଯାଇଛି। ବେକରେ ଧାରଣ କରୁଥିବା ନେକ୍ଟାଇଟକୁ କୁହାଯାଇଛି। ପଲ୍ଲୀଗ୍ରାମରେ କେଉଁମାନଙ୍କ ସମ୍ବନ୍ଧରେ ବହୁ କଳ୍ପନା ଜଳ୍ପନା ଚାଲେ? ଶିକ୍ଷିତ ରୂପେ ଉଦୀୟମାନ ବ୍ୟକ୍ତିମାନଙ୍କୁ, ଯେଉଁମାନେ ପାଠ ପଢ଼ିକି ଅନ୍ୟ ଜାଗାରେ ଜବ୍ କରୁଛନ୍ତି, ଚାକିରି କରୁଛନ୍ତି, ତାଙ୍କ ବିଷୟରେ ବହୁତ କଳ୍ପନା ଜଳ୍ପନା ଚାଲେ। କେଉଁଠାରେ ନା ପଲ୍ଲୀଗ୍ରାମରେ। କୃଷ୍ଣ 3 ଦିନକୁ କଣ୍ଟ କରି ମଥୁରାକୁ ସବୁଦିନ ପାଇଁ ଚାଲିଗଲେ। ଏଠାରେ ମଧ୍ୟ ଦୁଇଟି ପ୍ରଶ୍ନ ହେବ, କୃଷ୍ଣ କେତେ ଦିନକୁ କଣ୍ଟ କରି ମଥୁରାକୁ ସବୁଦିନ ପାଇଁ ଚାଲିଗଲେ? 3 ଦିନ। କୃଷ୍ଣ 3 ଦିନ କଣ୍ଟ କରି କେଉଁଠାକୁ ସବୁଦିନ ପାଇଁ ଚାଲିଗଲେ? ମଥୁରାକୁ। ଏମିତି ଗୋଟିଏ ସର୍ଟ ନୋଟରେ ବା ଗୋଟିଏ ନୋଟରେ ଦୁଇଟି ପ୍ରଶ୍ନର ଉତ୍ତର ପାଇପାରିବେ। ଅନୈତିକତା ବା ବିଶ୍ୱାସଘାତକତାରୁ କୃଷ୍ଣ ମଧ୍ୟ ପାର ପାଇନଥିଲେ। ଏଠାରେ ମଧ୍ୟ ପ୍ରଶ୍ନ ହେଇପାରିବ, କିଏ ଅନୈତିକତା ଓ ବିଶ୍ୱାସଘାତକତାରୁ ମଧ୍ୟ ପାର ପାଇନଥିଲେ? କୃଷ୍ଣ ମଧ୍ୟ କେଉଁଥିରୁ ପାର ପାଇନଥିଲେ? ଅନୈତିକତା ବା ବିଶ୍ୱାସଘାତକତାରୁ। ଏମିତି ପ୍ରଶ୍ନ ହେଇପାରିବ। ନନ୍ଦ ଯଶୋଦା ଓ ଗୋପାଳଙ୍କ ଅସୀମ ସ୍ନେହରେ ପଡ଼ି ପାଳିତ କୃଷ୍ଣ ସେମାନଙ୍କୁ କେଉଁଠି ଛାଡ଼ି ଆସିଲେ? ଗୋପପୁର। ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା। ଏଠାରେ ମଧ୍ୟ ପ୍ରଶ୍ନ ହେଇପାରିବ, କାହାର ଚକ୍ଷୁ ଅନ୍ଧୀଭୂତ ହୋଇଗଲା? ଯଶୋଦାଙ୍କ ଚକ୍ଷୁ। ପ୍ରେମମୟୀ ରାଧା ଶଶିକଲା ପରି ଦୀନା ଓ କ୍ଷୀଣା ହୋଇଗଲେ। ପ୍ରେମମୟୀ ରାଧା କିପରି ହୋଇଗଲେ? କୃଷ୍ଣ ଚାଲିଯିବା ପରେ ଶଶିକଲା ପରି ଦୀନା ଓ କ୍ଷୀଣା ହୋଇଗଲେ। ଆହୁରି ଗୋଟେ ପ୍ରଶ୍ନ ହେବ, କିଏ ଶଶିକଲା ପରି ଦୀନା ଓ କ୍ଷୀଣା ହୋଇଗଲେ? ରାଧା। ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଲାଇଥିଲେ କୃଷ୍ଣ। ଏଠାରେ ମଧ୍ୟ ଦୁଇଟି ପ୍ରଶ୍ନ ହେବ, କିଏ ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଲାଇଥିଲେ? କୃଷ୍ଣ କେଉଁ ଯୁଦ୍ଧକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଲାଇଥିଲେ? ମହାଭାରତର ମହାସମରକୁ। କୃଷ୍ଣଙ୍କର ଅଭ୍ରକଂଶ ପ୍ରାସାଦ ଅତଲ
ଜଳଧି ତଳରେ କଣ ହୋଇଗଲା? ନିମଗ୍ନ ହୋଇଗଲା ବା ତଳକୁ ନଇଁଗଲା ବା ବୁଡ଼ିଗଲା। କୃଷ୍ଣଙ୍କର ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ମଧ୍ୟ ପ୍ରଭାସ ତୀର୍ଥର ଏକାକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଗଲେ। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନରେ ତାର ପ୍ରଶ୍ନ ଅଛି, ଏହା ତାର ଉତ୍ତର। ନା, କୃଷ୍ଣଙ୍କର ବଂଶଧର କେମିତି ଲୋପ ପାଇଗଲେ, ତାର ଏଇଟା ଉତ୍ତର ହେବ। କିଏ ଶେଷରେ ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଅରଣ୍ୟର ଲଳିତା ଦୋଲାରେ ଅବଶ ଅଙ୍ଗକୁ ଢାଳିଦେଲେ। କୃଷ୍ଣ। ଯେତିକି ସର୍ଟ ନୋଟ୍ ତିଆରି ହେବା କଥା ମୁଁ ସେତିକି ତିଆରି କରିଛି। ଆଉ ଯଦି ବି କିଏ କରିପାରିବ ତାହେଲେ ଭଲ କଥା, ତା ପାଇଁ ବହୁତ ଉପଯୋଗୀ ହେବ। ଗୋପପୁରରେ ଗୋଚାରଣ ଦ୍ୱାରା କୃଷ୍ଣଙ୍କର ଚର୍ମପାଦୁକା କିପରି ହୋଇଥିଲା? କଠିନ ହୋଇଯାଇଥିଲା। ଦ୍ୱାରକାର ରାଜଭୋଗରେ ରହି କୃଷ୍ଣଙ୍କର ପାଦ କିପରି ହୋଇ ପଡ଼ିଥିଲା? ନବପଲ୍ଲବ ପରି ରକ୍ତାଭ ହୋଇ ପଡ଼ିଥିଲା ବା କୋମଳ ହୋଇଯାଇଥିଲା। କାହାର ବଂଶୀସ୍ୱନରେ ଅନୂଢା ଗୋପକନ୍ୟାର ମନ ଅହେତୁକ ଓ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇ ଉଠେ। କୃଷ୍ଣଙ୍କର ଗ୍ରୀଷୀୟ ଦେବତା କିଏ ଅଟନ୍ତି? ଏଟଲାସ, ଯିଏକି ବିଶ୍ୱର ଭାର ବହନ କରିଛନ୍ତି ବା ବହନ କରିଥିଲେ। କିଏ ବିଶ୍ୱର ଭାର ବହନ କରିଥିଲେ? ଗ୍ରୀଷୀୟ ଦେବତା ଏଟଲାସ। କେଉଁମାନଙ୍କୁ ଆମେ ଚିର ନମସ୍ୟ କରିବା ବା ଆମ ପାଇଁ ନମସ୍ୟ ଅଟନ୍ତି? ଯେଉଁମାନେ ସେମାନଙ୍କର ମହାନୁଭବତାର ପରିଧିକୁ ପଲ୍ଲୀଗ୍ରାମରୁ ପ୍ରଥମେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟକ୍ତ କରିପାରିଛନ୍ତି, ସେହିମାନେ ହିଁ ଆମମାନଙ୍କର ନମସ୍ୟ ବା ନମସ୍ୟା ହେବେ। ପ୍ରଶ୍ନ ନମ୍ବର 28 କ୍ଷୁଦ୍ର ଉତ୍ତରମୂଳକ ବହିର। ଚାଲନ୍ତୁ ଜାଣିଦେବା। ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ? କାରଣ ସେମାନଙ୍କ ମନରେ ରାଜନୈତିକର ମାନସିକ ପରିବର୍ତ୍ତନ ଘଟି ଯାଇଥିବାରୁ। ପ୍ରଶ୍ନ ନମ୍ବର 29 ଶିକ୍ଷିତ ଲୋକେ ପଲ୍ଲୀର କର୍ମ ଯୋଜନାରେ ଅଂଶଗ୍ରହଣ ନ କରିପାରିବାର କାରଣ କଣ? କାରଣ ହେଲା ଅର୍ଥ ବଳରେ ହଉ ବା ଭାଗ୍ୟ ବଳରେ ହଉ ବା ଅର୍ଧ ବ୍ୟବସାୟ ବଳରେ ହଉ ସେମାନଙ୍କୁ ଦୂର ସ୍ଥାନକୁ ଯିବା ପାଇଁ ପଡ଼ିଥାଏ ଓ ଶିକ୍ଷିତ ଲୋକ ମଧ୍ୟ ଅନ୍ୟ ଜାଗାରେ ଚାକିରି କରିଥାନ୍ତି ନିଜ ଗ୍ରାମକୁ ଛାଡ଼ିକି। ସେଥିପାଇଁ ସେମାନେ ନିଜର ପଲ୍ଲୀ ଗ୍ରାମର କର୍ମ ଯୋଜନାରେ ଅଂଶଗ୍ରହଣ କରିପାରନ୍ତି ନାହିଁ। ପ୍ରଶ୍ନ ନମ୍ବର 30 କେଉଁ ପର୍ବରେ ଦୋଳି ଖେଳର ପ୍ରାଧାନ୍ୟ ରହିଥାଏ? ରଜ ପର୍ବରେ। ପ୍ରଶ୍ନ ନମ୍ବର 31 ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ, ଏକଥା ଲେଖକ କହିବାର ଉଦ୍ଦେଶ୍ୟ କଣ? ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ, କାରଣ ଶ୍ରମଜୀବୀମାନେ ସିକ୍ତ ଭୂମିରେ ଚାଷ କରିବାରେ ମାତି ଯାଆନ୍ତି। ସେହି ସମୟଟା କୃଷକମାନଙ୍କ ପାଇଁ ବହୁତ ଉପଯୋଗୀ ଚାଷ କରିବା ପାଇଁ। ସେଥିପାଇଁ ନିଷ୍ଠୁର ବାସ୍ତବତା ଆସି ପଡ଼େ ବୋଲି ଏହି ପ୍ରବନ୍ଧରେ କୁହାଯାଇଛି। ପ୍ରଶ୍ନ ନମ୍ବର 32 ଶିକ୍ଷିତମାନେ କାୟାକ୍ଳେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧିକ ପସନ୍ଦ କରନ୍ତି ଓ କାହିଁକି? ଶିକ୍ଷିତମାନେ ଆଭିଜାତ୍ୟକୁ ପସନ୍ଦ କରନ୍ତି କାରଣ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, କିନ୍ତୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ। ଶିକ୍ଷିତ ବ୍ୟକ୍ତିମାନେ ସେମାନେ ଶ୍ରମ କରିପାରିବେ ନାହିଁ। ପ୍ରଶ୍ନ ନମ୍ବର 33 କିଭଳି ଲୋକ ଜୀବନ ଯୁଦ୍ଧରେ ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ? ଯିଏ ମାନବର ସମସ୍ତ ନୀତିକୁ ପଦରେ ଦଳି ଦେଇ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଯିଏ ଯେତେ ବେଶୀ ଧନ ଅର୍ଜନ କରେ ସେ ସେତେ ବେଶୀ ଜୀବନ ଯୁଦ୍ଧର ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ। ପ୍ରଶ୍ନ ନମ୍ବର 34 ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ କି ପ୍ରକାର ଧାରଣା ପ୍ରଥମେ ସୃଷ୍ଟି ହୋଇଥାଏ? ବିଦ୍ୟାର୍ଥୀ ଜୀବନରେ ସେମାନେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇପାରିବେ, ଗ୍ରାମ ବୃଦ୍ଧମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇପାରିବେ ବା ଉଦାହରଣ ହୋଇପାରିବେ, ଗ୍ରାମ ଭୂମି ମଣ୍ଡନ କରିପାରିବେ ବା ଗ୍ରାମ ଭୂମିକୁ ସେମାନେ ପ୍ରସିଦ୍ଧର ଶୀର୍ଷରେ ପହଞ୍ଚି ପାରିବେ ବା ସମ୍ମାନର ଶୀର୍ଷରେ ପହଞ୍ଚାଇ ପାରିବେ ବୋଲି ଲୋକମାନଙ୍କର ଧାରଣା ରହିଥାଏ। ପ୍ରଶ୍ନ ନମ୍ବର 35 ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇ ଯିବା ସହ କେଉଁ ପୌରାଣିକ କଥାର ତୁଳନା କରାଯାଇଛି? ଯେପରି କୃଷ୍ଣ ଗୋପପୁରକୁ ଛାଡ଼ି ଚାଲି ଯାଇଥିଲେ, ସେଇ କଥାଟାରେ ତୁଳନା କରାଯାଇଛି। 36 ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର କୁହାଯାଇଛି କାହିଁକି? କାହିଁକି ନା ମହାଭାରତ ଯୁଦ୍ଧର ଅଗ୍ରଗତି ଓ ଫଳାଫଳ ଶ୍ରୀକୃଷ୍ଣଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥିଲା, ତେଣୁ ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି। ପ୍ରଶ୍ନ ନମ୍ବର 37 ଶ୍ରୀକୃଷ୍ଣଙ୍କର ବଂଶଧର ଶେଷ ଅବସ୍ଥା କଣ ହୋଇଥିଲା? ଯେମିତି ମୁଁ କହିଥିଲି ଏକାକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଥିଲେ। ପ୍ରଶ୍ନ ନମ୍ବର 38 ଭଲ ବିଶ୍ୱବାସୀ କହିଲେ କଣ ବୁଝାଏ? ନା ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିଗିଡ଼ ଛିନ୍ନ କରି ସେମାନଙ୍କ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଓ ଭାରତବର୍ଷକୁ ବ୍ୟକ୍ତ କରିପାରନ୍ତି, ସେମାନଙ୍କୁ ଭଲ ବିଶ୍ୱବାସୀ ବୋଲି କୁହାଯାଏ ବା ସେମାନେ ଆମର
ନମସ୍ୟ ଅଟନ୍ତି। ଚାଲନ୍ତୁ MCQ ଷ୍ଟାର୍ଟ କରିବା। 25ଟି ଦେଇଥିଲା, ଆଜି ମଧ୍ୟ 25ଟି MCQ ଆଲୋଚନା କରିବା। ପ୍ରଶ୍ନ ନମ୍ବର 26, ନିଦାଘର ନିରାଟ ଝାଞ୍ଜିରେ କିଏ ଲଙ୍ଗଳ ଧରି ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁଥାନ୍ତି? ଉତ୍ତର ହେବ କୃଷକ। ପ୍ରଶ୍ନ ନମ୍ବର 27, ପ୍ରବନ୍ଧ ଅନୁଯାୟୀ କେଉଁ ପର୍ବରେ ଗ୍ରାମବାସୀମାନେ ଏକାଠି ହୁଅନ୍ତି? ଉତ୍ତର ହେବ ରଜ ପର୍ବରେ। ପ୍ରଶ୍ନ ନମ୍ବର 28, ପଠିତ ପ୍ରବନ୍ଧରେ ସିକ୍ତ ଶବ୍ଦର ଅର୍ଥ କଣ? ଉତ୍ତର ହେବ ଏ କ ଓଦା। ପ୍ରଶ୍ନ ନମ୍ବର 29, ଆୟୁ ସୂର୍ଯ୍ୟ ଏହାର ଠିକ୍ ବ୍ୟାସ ବାକ୍ୟଟି ଚିହ୍ନ। ତାର ଉତ୍ତର ହେବ ଆୟୁ ରୂପକ ସୂର୍ଯ୍ୟ। ଆୟୁ ରୂପକ ସୂର୍ଯ୍ୟ। ଯଦି ବି ଏହି MCQ ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ଜଣେଇବେ କେତେ କ'ଣ ସ୍କୋର ଆସୁଛି ବା କେତୋଟି ରାଇଟ୍ ହେଇଛି। ଚାଲନ୍ତୁ ଜାଣିଦେବା। ପ୍ରଶ୍ନ ନମ୍ବର 30, ହେମନ୍ତ ଋତୁରେ ଗ୍ରାମଭୂମି କେଉଁଥିରେ ପରିପୂର୍ଣ୍ଣ ହୋଇ ଶୋଭା ପାଏ? ଉତ୍ତର ହେବ ବନଶୀର୍ଣ୍ଣ ଧାନ୍ୟରେ। ପ୍ରଶ୍ନ ନମ୍ବର 31, ଜନ୍ମଭୂମିକୁ ଫେରି ଯିବାକୁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ସାହସ ନାହିଁ? ଦେଖନ୍ତୁ, ଭୌତିକ ସାହସ ଥିଲା କିନ୍ତୁ ନୈତିକ ସାହସ ନଥିଲା। ପ୍ରଶ୍ନ ନମ୍ବର 32, ପଠିତ ପ୍ରବନ୍ଧରେ ଆଭିଜାତ୍ୟର ଚିହ୍ନ ସ୍ୱରୂପ କାହାକୁ ନିଆଯାଇଛି? ତାର ଉତ୍ତର ହେବ ନିରର୍ଥକ ନେଲ୍ ଟାଇ ବା ଆମେ ଯେଉଁ ବେକରେ ଧାରଣ କରିଥାଉ। ପ୍ରଶ୍ନ ନମ୍ବର 33, ଜନ୍ମଭୂମିର କେଉଁ ରୂପ ଲେଖକଙ୍କ ଆଖି ଆଗରେ ଭାସିଯାଏ? ତାର ଉତ୍ତର ହେବ କହିରଛି, ରାଶି ରାଶି ସାଲତରୁ ମଧ୍ୟରୁ ତୋତିନୀ ବେଷ୍ଟିତ ଭଞ୍ଜ କୀର୍ତ୍ତି କିରୀଟିନୀ ମଣ୍ଡିତ ଜନ୍ମଭୂମି ଗ। ପ୍ରଶ୍ନ ନମ୍ବର 34, ଜନ୍ମଭୂମି ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ଗ୍ରାମୀଣ କର୍ମ ଯୋଜନାରେ ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ କେଉଁ ଶକ୍ତିର ଅଭାବ ରହିଛି ବୋଲି କୁହାଯାଇଛି? ଉତ୍ତର ହେବ ନୈତିକ ଶକ୍ତି। ନୈତିକ ଶକ୍ତି। ପ୍ରଶ୍ନ ନମ୍ବର 35, କୃଷ୍ଣ କେତେ ଦିନକୁ କଣ୍ଟକରୁ ମଥୁରାକୁ ଚିରଦିନ ପାଇଁ ଚାଲି ଯାଇଥିଲେ? ଉତ୍ତର ହେବ 3 ଦିନକୁ। ପ୍ରଶ୍ନ ନମ୍ବର 36, ଜନ୍ମଭୂମି ପ୍ରତି ଅନୈତିକତା ବା ଘାତକତାରୁ କେଉଁ ମହାପୁରୁଷ ଛାଡ଼ ପାଇ ପାରିନଥିଲେ? ଉତ୍ତର ହେବ କୃଷ୍ଣ। ପ୍ରଶ୍ନ ନମ୍ବର 37, କିଏ ଶଶିକଲା ପରି ଦୀନା ଓ କ୍ଷୀଣା ହୋଇ ଯାଇଥିଲେ? ରାଧା। ଦେଖନ୍ତୁ, ସର୍ଟ ନୋଟ ଯେତିକି ଆମେ ସର୍ଟ ନୋଟ ଲେଖିଥିଲା ସେଇ ପ୍ରଶ୍ନ ଏଠାରେ ରିପିଟେଡ୍ ହଉଛି ବା ସେଠାରେ ଆମେ ପ୍ରଶ୍ନ ତିଆରି କରିପାରିବା। ଯଦି ଆମେ ସର୍ଟ ନୋଟ ବନେଇକି ପଢିପାରିଲା ତାହେଲେ ଆମ ଜୀବନରେ ବହୁତ ଲାଭ ହେବ। କମ ସମୟରେ ଅଧିକ ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଜାଣିପାରିବା। ପ୍ରଶ୍ନ ନମ୍ବର 38, ଭଲ ବିଶ୍ୱବାସୀ କହିଲେ କ'ଣ ବୁଝାଏ? ଯିଏ ଭଲ ଗ୍ରାମବାସୀ, ଯିଏ ଭଲ ଓଡ଼ିଶାବାସୀ, ଯିଏ ଭଲ ଗ୍ରାମବାସୀ। ଗ୍ରାମ ଠାରୁ ଆରମ୍ଭ ହେବ ନା, ଯିଏ ଭଲ ଗ୍ରାମବାସୀ। ପ୍ରଶ୍ନ ନମ୍ବର 39, ଶ୍ରୀକୃଷ୍ଣ କେଉଁଠାରେ ତାଙ୍କର ଅଭ୍ରକଂଶ ପ୍ରାସାଦ ନିର୍ମାଣ କରିଥିଲେ? ଦ୍ୱାରକାରେ। ପ୍ରଶ୍ନ ନମ୍ବର 40, ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି, ଏହି ବାକ୍ୟରେ ମୋର ପଦଟି କାହା ଉଦ୍ଦେଶ୍ୟରେ ଲେଖାଯାଇଛି? ଉତ୍ତର ହେବ ପ୍ରାବନ୍ଧିକ। ପ୍ରଶ୍ନ ନମ୍ବର 41,
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କଣ ହେଇଥିଲା? ଉତ୍ତର ହେବ ପ୍ରଭାସ ତୀର୍ଥରେ କାକାର ବନରେ ପରସ୍ପରକୁ ଆଣି ଧ୍ୱଂସ ହେଇଯାଇଥିଲେ। ପ୍ରଶ୍ନ ନମ୍ବର 42 ମହାଭାରତର କର୍ଣ୍ଣଧାର କିଏ ଥିଲେ? ସମସ୍ତେ ଜାଣିଛନ୍ତି ଶ୍ରୀକୃଷ୍ଣ। ପ୍ରଶ୍ନ ନମ୍ବର 43 ଗୋପପୁରରେ ଶ୍ରୀକୃଷ୍ଣଙ୍କର ଚର୍ମ ପାଦୁକା କାହିଁକି କଠିନ ହେଇଯାଇଥିଲା? ଉତ୍ତର ହେବ ଗୋଚାରଣ ଦ୍ୱାରା। ପ୍ରଶ୍ନ ନମ୍ବର 44 ମନୁଷ୍ୟକୁ ସବୁବେଳେ କଣ ବୋଲି କହିବା ଠିକ ନୁହେଁ? ଉତ୍ତର ହେବ ଯୁକ୍ତିବାଦୀ ଜୀବ। ପ୍ରଶ୍ନ ନମ୍ବର 45 ଭଞ୍ଜ କୀର୍ତ୍ତି କହିଲେ କଣ ବୁଝ? ଭଞ୍ଜ ରାଜାଙ୍କର କୀର୍ତ୍ତି। ଭଞ୍ଜ କୀର୍ତ୍ତି। ପ୍ରଶ୍ନ ନମ୍ବର 46 ଜନ୍ମଭୂମି ପ୍ରବନ୍ଧରେ ଲେଖକ ନବାଗତ ଅତିଥି ବୋଲି କେଉଁମାନଙ୍କୁ ଲକ୍ଷ୍ୟ କରି କହିଛନ୍ତି? ଉତ୍ତର ହେବ ଶିଶୁମାନଙ୍କୁ। ପ୍ରଶ୍ନ ନମ୍ବର 47 ନିମ୍ନୋକ୍ତ ମଧ୍ୟରୁ କିଏ ଅଷ୍ଟପାଟବଂଶୀ ନୁହନ୍ତି? ଉତ୍ତର ହେବ ଅହଲ୍ୟା। ପ୍ରଶ୍ନ ନମ୍ବର 46 ପଢିଛି। ପ୍ରଶ୍ନ ନମ୍ବର 48 ଏଟଲାସ କାହାର ଦେବତା ଅଟନ୍ତି? ଗ୍ରୀସୀୟ। ପ୍ରଶ୍ନ ନମ୍ବର 49 ଭଗବାନ କୃଷ୍ଣଙ୍କର ଡ୍ୟାନ୍ସ ପଦପଲ୍ଲବରେ ଶରାଘାତ ହେତୁ ରକ୍ତ ବୋହିଲା? ଉତ୍ତର ହେବ ଦୋଲାୟମାନ। ପ୍ରଶ୍ନ 50 ଶେଷ ପ୍ରଶ୍ନ କେଉଁମାନେ ଆମର ନମସ୍ୟ ଯିଏ ନିଜର ଉତ୍ତର ହେବ ଗ ଯିଏ ଯେଉଁମାନେ ନିଜର ମହାନୁଭବତାର ପରିଧିକୁ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିଥାନ୍ତି ତାହାକୁ ଆମେ ବା ସେମାନେ ଆମ ପାଇଁ ନମସ୍ୟ ଅଟନ୍ତି। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।